ବର୍ଷା ଆଉ ମୁଁ ଆମେ ଦୁଇ ଜଣଙ୍କର ଯେତେବେଳେ ଇଚ୍ଛା ହୁଏ ଟିକେ ଗୁପଚୁପ୍ ଖାଇବାକୁ ଦି ଜଣ ମିଶିକି ବାହାରି ପଡ଼ୁ। ଆଉ ଆମ ସହ ଆମ ଦୁଇ ଜଣ ଲାଞ୍ଜ ବାହାରି ପଡ଼ନ୍ତି, ସେ ହେଲା ସିନୁ ଆଉ ରିଷି। ଗୁପଚୁପ୍ ଖାଇସାରିବା ପରେ ଦୁଇ ଭାଇଙ୍କର ଆଖି ପଡ଼ିଗଲା ମଞ୍ଜିନିସ୍ ସପ୍ ଉପରେ। ତ ଚାଲ ଆମେ ସେଠିକି ଯିବୁ। ତ ସେଠିକି ନେଇକି ଗଲାବେଳକୁ ତ କିଏ କହିଲା ମୁଁ ପେଷ୍ଟ୍ରି ଖାଇବି, ତ କିଏ କହିଲା ମୁଁ ପିଜା ଖାଇବି। ତ ତାଙ୍କମାନଙ୍କ ପାଇଁ ନେଇକି ଆସିଲୁ, ଆଉ ଆମେ ଦି ଜଣଙ୍କର ଆମର ଯାହା ଇଚ୍ଛା ହେଲା ତାକୁ ବି ନେଇକି ଆସିଥିଲୁ। ବାନ୍ଧିକି ରଖିଦେବେ କ'ଣ ଏଇଟା ନ ପଶେ ପୁଣି ଏଇଟା ବୁଢ଼ାଟା ତ ଖାଇପାରିବୁ। ତ କେକ୍ ସପ୍ରୁ ଆମର କିଣାକିଣି ସରିଗଲା ପରେ ତାଙ୍କୁ ପେମେଣ୍ଟ କରିକି ଆମେ ବାହାରି ଆସିଲୁ ଘର ଅଭିମୁଖେ। ତ ବାଟରେ ରିଷି ଯେମିତି ଦେଖିଲା ଆଇସ୍କ୍ରିମ୍, ତ ହାତଟିକୁ ବଢ଼େଇ ବଢ଼େଇ ଆସିକି ଆଇସ୍କ୍ରିମ୍ ପାଖରେ ପହଞ୍ଚିଗଲା। ଆଉ ତାକୁ ତ ଆଇସ୍କ୍ରିମ୍ ନଦେଲେ ସେ ସେଇଠୁ ହିଁ ଘର ଯାଏ କାନ୍ଦି କାନ୍ଦି ଆସିବ, ଯେମିତି ଲୋକମାନେ ଦେଖିବେ କି ଏ ଛୁଆଟାକୁ ଏମାନେ ଚୋରି କରିକି ନେଇଯାଉଛନ୍ତି। ଆଇସ୍କ୍ରିମ୍ କିଣି ସାରିଲା ପରେ ଦୁଇ ଭାଇଙ୍କ ଭିତରେ ଝଗଡ଼ା ଲାଗିଗଲା କି ବଡ଼ କହୁଛି ମୁଁ ଗୋଟେ ପଲିଥିନ୍ ଧରିବି, ସାନ କହୁଛି ମୁଁ ଗୋଟେ ପଲିଥିନ୍ ଧରିବି। ତ ଦୁଇ ଜଣଙ୍କୁ ଦୁଇଟା ପଲିଥିନ୍ ଧରେଇ ଦେଲୁ, ଆଉ ଆମେ ଦୁଇ ଜଣ ତାଙ୍କ ଦୁଇ ଜଣଙ୍କର ହାତ ଧରି ଆଗକୁ ଆସିଲା ବେଳକୁ ତ ରିଷିର ନଜର ପଡ଼ିଗଲା ମକା ଦୋକାନ ଉପରେ। ତ ସେଠୁ ରିଷି କହିଲା କି ମୁଁ ମକା ସୁପ୍ ପିଇବି। ତ ରିଷିର ମକା ବହୁତ ପସନ୍ଦ, ତ ସେଥିପାଇଁ ଆମେ ଚାଲିଗଲୁ ମକା ଦୋକାନକୁ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଭିଡ଼ିଓଟି ଏଇଠି ଶେଷ କରୁଛି। ରହିଲି, ନମସ୍କାର। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ।